ନୂଆ ବର୍ଷରୁ ନୂଆ ନିୟମ ଅର୍ଥାତ୍ ଜାନୁଆରୀ 1 ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଏନେଇ ସରକାରଙ୍କ ପକ୍ଷରୁ ଜାରି ହେଲା ବଡ଼ ଘୋଷଣା। ସରକାରୀ ଚାକିରିଆ, ଚାଷୀ, ବ୍ୟାଙ୍କିଂ ସେକ୍ଟର, ଏଲପିଜି ସିଲିଣ୍ଡର ଏ ସମସ୍ତରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ତେବେ ଜାନୁଆରୀ 1ରୁ ଏହି ନିୟମରେ ହେବ ବଡ଼ ପରିବର୍ତ୍ତନ, ଯାହା ଆପଣ ସମସ୍ତେ ଜାଣି ରଖିବା ନିହାତି ଜରୁରୀ। ତେବେ ଜାଣିବା ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରିନଥିଲେ ଏବେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ପ୍ରଥମ ତ ଦେଖନ୍ତୁ ବ୍ୟାଙ୍କିଂ ସେକ୍ଟରରେ ବଡ଼ ପରିବର୍ତ୍ତନ। ଆସନ୍ତା ବର୍ଷଠାରୁ କ୍ରେଡିଟ୍ ସ୍କୋର ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ପ୍ରତି ସପ୍ତାହରେ ଡାଟା ଅପଡେଟ୍ କରିବାକୁ ପଡ଼ିବ। ବର୍ତ୍ତମାନ ଏହି ଅପଡେଟ୍ ପ୍ରତି 15 ଦିନ ଥରେ ହେଉଛି। ଏହାଦ୍ୱାରା ଗ୍ରାହକମାନେ ସେମାନଙ୍କର ସଦ୍ୟତମ କ୍ରେଡିଟ୍ ସ୍ଥିତି ବିଷୟରେ ଜାଣିପାରିବେ। ତେବେ ଦେଶର ଅନେକ ବଡ଼ ବ୍ୟାଙ୍କ ସେମାନଙ୍କ ଋଣ ଉପରେ ସୁଧ ହାର କମାଇଛନ୍ତି। ଫିକ୍ସଡ ଡିପୋଜିଟ୍ ସୁଧ ହାର ମଧ୍ୟ ପରିବର୍ତ୍ତନ କରାଯାଇଛି, ଯାହାର ପ୍ରଭାବ ଜାନୁଆରୀରୁ ଦେଖିବାକୁ ମିଳିବ। ନେକ୍ସଟ ହେଉଛି ସୋସିଆଲ ମିଡିଆ ଉପରେ କଟକଣା। ନୂଆ ବର୍ଷରୁ ସୋସିଆଲ ମିଡିଆ ପିଲାଙ୍କ ଏଣ୍ଟ୍ରି ଉପରେ ଲାଗିବ କଟକଣା। ଅଷ୍ଟ୍ରେଲିଆ ଏବଂ ମାଲେସିଆ ଭଳି ଭାରତରେ ମଧ୍ୟ 16 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଡ଼ା ନିୟମ ଲାଗୁ ହୋଇପାରେ। ପିଲାଙ୍କୁ ଡିଜିଟାଲ ଦୁନିଆରୁ କୁପ୍ରଭାବରୁ ରକ୍ଷା କରିବା ପାଇଁ ଏହି କଟକଣା ଲାଗୁ ହୋଇପାରେ। ନେକ୍ସଟ ହେଉଛି ପ୍ରଦୂଷଣ ରୋକିବାକୁ ସରକାରଙ୍କ ପ୍ଲାନ୍। ଦେଶର ଅନେକ ପ୍ରମୁଖ ସହରରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଡିଜେଲ ଏବଂ ପେଟ୍ରୋଲ ଚାଳିତ କମର୍ସିଆଲ ଗାଡି ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାଲିଛି ପ୍ରସ୍ତୁତି। ଏହି ସହରଗୁଡ଼ିକରେ କେବଳ ଇଲେକ୍ଟ୍ରିକ କିମ୍ବା ସ୍ୱଚ୍ଛ ଇନ୍ଧନ ଚାଳିତ ଗାଡିକୁ ପ୍ରାଧାନ୍ୟ ଦିଆଯିବ। ପ୍ରଦୂଷିତ ସହରଗୁଡ଼ିକରେ ପ୍ରଦୂଷଣ ରୋକିବା ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏଠାରେ ପେଟ୍ରୋଲ ଗାଡି ଜରିଆରେ ଡେଲିଭରି କରିବା ଉପରେ କଟକଣା ଲାଗିପାରେ। ପ୍ରଦୂଷଣ କମାଇବା ପାଇଁ ଡେଲିଭରି କମ୍ପାନୀଗୁଡ଼ିକୁ ଇ ଭେହିକଲ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବ। ନେକ୍ସଟ ହେଉଛି ଲାଗୁ ହେବ ଅଷ୍ଟମ ବେତନ ଆୟୋଗ। 2026 ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ନେଇ ଆସୁଛି। ଆସନ୍ତା 1 ଜାନୁଆରୀ 2026ରୁ ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ ହେବା ନେଇ ପ୍ରବଳ ସମ୍ଭାବନା ରହିଛି। ଜାନୁଆରୀ ମାସରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ହେବାକୁ ଯାଉଛି। ଏହାଦ୍ୱାରା କର୍ମଚାରୀଙ୍କ ମାସିକ ଦରମାରେ ବଡ଼ ଧରଣର ବୃଦ୍ଧି ହେବ। ନେକ୍ସଟ ହେଉଛି ଚାଷୀଙ୍କ ପାଇଁ ବଡ଼ ଘୋଷଣା। ନୂଆ ବର୍ଷରେ କୃଷକଙ୍କ ପାଇଁ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଉଛି। ଉତ୍ତରପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରେ ଏବେ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଫାର୍ମର ଆଇଡି ପ୍ରସ୍ତୁତ କରାଯାଉଛି। ପିଏମ୍ କିଷାନ ଯୋଜନାରେ ପରବର୍ତ୍ତୀ କିସ୍ତି ପାଇବା ପାଇଁ ଏହି ଆଇଡି ବାଧ୍ୟତାମୂଳକ। ଆଇଡି ନଥିଲେ ଟଙ୍କା ମିଳି ନପାରେ। ନେକ୍ସଟ ହେଉଛି ଟ୍ୟାକ୍ସ ନିୟମ ବି ବଦଳିବ। ଜାନୁଆରୀ ମାସରୁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ପାଇଁ ସରକାର ଏକ ନୂଆ ଫର୍ମ ଜାରି କରିପାରନ୍ତି। ଏହି ଫର୍ମର ବିଷୟତ୍ୱ ହେଉଛି ଯେ ଏଥିରେ ଆପଣଙ୍କର ବ୍ୟାଙ୍କିଂ କାରବାର ଏବଂ ବାର୍ଷିକ ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ପୂର୍ବରୁ ହିଁ ଭରି ରହିଥିବ। ଏହାଦ୍ୱାରା ଟ୍ୟାକ୍ସ ଦାଖଲ କରିବା ସମୟରେ ଆପଣଙ୍କୁ ଆଉ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ ଏବଂ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହେବ। ନେକ୍ସଟ ହେଉଛି ଗ୍ୟାସ୍ ସିଲିଣ୍ଡର ଦର କମିବ ନା ବଢ଼ିବ। ତେବେ ପ୍ରତି ମାସ 1 ତାରିଖ ଅର୍ଥାତ୍ ଜାନୁଆରୀ 1ରୁ ଏଲପିଜି ସିଲିଣ୍ଡର ବା ରନ୍ଧନ ଗ୍ୟାସ୍, କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ନୂଆ ମୂଲ୍ୟ ଘୋଷଣା କରାଯିବ। ତେବେ ନୂଆ ବର୍ଷରୁ ଗ୍ୟାସ୍ ଦର କମୁଛି କି ବଢୁଛି ତା ଉପରେ ସମସ୍ତଙ୍କ ନଜର। ତେବେ ପ୍ରତି ମାସ 1 ତାରିଖରେ ଗ୍ୟାସ୍ ଦର ନିର୍ଦ୍ଧାରିତ ହୋଇଥାଏ, କମିବ ନା ବଢ଼ିବ।